ଏବଂ ଅନୁଷ୍ଠାନକୁ ପାଇପ୍ ଯୋଗେ ଜଳ ଯୋଗାଣ ସୁନିଶ୍ଚିତ କରାଯିବ। ଜଳର ଗୁଣବତ୍ତା ସୁନିଶ୍ଚିତ କରିବା, ସୁରୁଖୁରୁରେ ପରିଚାଳନା, ରକ୍ଷଣାବେକ୍ଷଣ, ଜଳ ଉତ୍ସଗୁଡ଼ିକର ପୋଷଣୀୟତା ଏବଂ ଏକ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ସହିତ ନିର୍ମାଣାଧୀନ ସମସ୍ତ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ନିୟମିତ ତଦାରଖ କରାଯିବ। ଏକ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ମାଧ୍ୟମରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସମସ୍ତ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯିବ। ମୁଁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମିତ୍ତ 2024-25 ଆର୍ଥିକ ବର୍ଷ ପାଇଁ 8,000 କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତାବ ଦେଉଛି। ଏଥିରେ ଜଳ ଜୀବନ ମିଶନ ଅଧୀନରେ 6,000 କୋଟି ଟଙ୍କା ଓ ବସୁଧା ଯୋଜନାରେ 2,000 କୋଟି ଟଙ୍କା ଅନ୍ତର୍ଭୁକ୍ତ ଅଟେ। ଉତ୍ତମ ପରିମଳ ବ୍ୟବସ୍ଥା ଆମ ନାଗରିକଙ୍କର ସମ୍ମାନ ଓ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମର ବ୍ୟାପକ ପରିମଳ ରଣନୀତିରେ ସ୍ୱଚ୍ଛ ଜୀବନଶୈଳୀ ସୁନିଶ୍ଚିତ କରିବା ପାଇଁ ଆଧୁନିକ ବିକେନ୍ଦ୍ରୀକୃତ ପରିମଳ ବ୍ୟବସ୍ଥା ନିର୍ମାଣ ଏବଂ ରକ୍ଷଣାବେକ୍ଷଣ, ଉପଯୁକ୍ତ ପରିମଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଚରଣଗତ ପରିବର୍ତ୍ତନ ଅଭିଯାନକୁ ପ୍ରୋତ୍ସାହିତ କରିବା ଏବଂ ଆମ ସହରଗୁଡ଼ିକୁ ସ୍ୱଚ୍ଛ ଏବଂ ଆବର୍ଜନା ମୁକ୍ତ ରଖିବା ପାଇଁ ପ୍ରଭାବଶାଳୀ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ। 2024-25ରେ ଅତିରିକ୍ତ 30ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର MCC ଏବଂ 26ଟି ଦ୍ରବ୍ୟ ପୁନରୁଦ୍ଧାର ସୁବିଧା କେନ୍ଦ୍ର MRF ସ୍ଥାପନ କରିବାକୁ ଯୋଜନା କରାଯାଇଛି। ସମସ୍ତ 115ଟି ପୌରାଞ୍ଚଳ ନିକାୟ ସଂସ୍ଥାକୁ ବାହ୍ୟ ମଳତ୍ୟାଗ ମୁକ୍ତ ଏବଂ ଆବର୍ଜନା ମୁକ୍ତ ସହର ଭାବେ ମାନ୍ୟତା ଦିଆଯିବ। 2024-25 ବର୍ଷରେ ସ୍ୱଚ୍ଛ ଭାରତ ମିଶନ, ଅର୍ବାନ ସେପ୍ଟେଜ ସିଷ୍ଟମ, ଗରିମା ଯୋଜନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ଅର୍ଥ ଆୟୋଗ ଅନୁଦାନ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସହରାଞ୍ଚଳ ପରିମଳ ପାଇଁ 1,335 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ରହିଛି। ଏହା ବ୍ୟତୀତ 2025 ଶେଷ ସୁଦ୍ଧା ରାଜ୍ୟକୁ ବାହ୍ୟ ମଳତ୍ୟାଗ ମୁକ୍ତ କରିବା ଏବଂ ଆଦର୍ଶ ଗ୍ରାମ ଗଠନ କରିବା ଲକ୍ଷ୍ୟରେ ଗ୍ରାମୀଣ ଓଡ଼ିଶାରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ 600 କୋଟି ଟଙ୍କାର ପ୍ରସ୍ତାବ ମଧ୍ୟ ଏଥିରେ ରଖାଯାଇଛି। ବାଚସ୍ପତି ମହୋଦୟା, ସୁବ୍ୟବସ୍ଥିତ ଜଳ ନିଷ୍କାସନ ଭିତ୍ତିଭୂମି ପ୍ରଗତିଶୀଳ ସହରଗୁଡ଼ିକର ମେରୁଦଣ୍ଡ। ଏଥିରେ ଅର୍ଥ ବିନିଯୋଗ ଦ୍ୱାରା ଜଳ ନିଷ୍କାସନ ପ୍ରକ୍ରିୟା ସୁଦୃଢ଼ ହୋଇ ଧନ ଜୀବନର ସୁରକ୍ଷା ସହ ସହରାଞ୍ଚଳ ବନ୍ୟାକୁ ରୋକାଯାଇପାରିବ। 2024-25 ଆର୍ଥିକ ବର୍ଷରେ ସହରାଞ୍ଚଳ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ 419 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ଦିଆଯାଇଛି। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ପରିକଳ୍ପନାକୁ 2036 ଓ ତା ପରବର୍ତ୍ତୀ ସମୟରେ ସାକାର କରିବା ପାଇଁ ପରିବହନ କ୍ଷେତ୍ରକୁ ରାଜ୍ୟରେ ଅଭିବୃଦ୍ଧି, ସମୃଦ୍ଧି ଓ କଲ୍ୟାଣର ବାହକ ରୂପେ ଚିହ୍ନଟ କରାଯାଇଛି। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ମଲ୍ଟି ମୋଡାଲ ପରିବହନ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଉନ୍ନତୀକରଣ, ସଡ଼କ ସୁରକ୍ଷାରେ ଉନ୍ନତି, ସୁଲଭ ପରିବହନ ଏବଂ ଦ୍ରବ୍ୟର ସ୍ୱଳ୍ପ ବ୍ୟୟରେ ପରିବହନ ନିମନ୍ତେ ବାଣିଜ୍ୟ ଓ ବାଣିଜ୍ୟ ପରିବହନ ବିଭାଗର ବ୍ୟୟବରାଦ, ଯାହାକି 2023-24 ଆର୍ଥିକ ବର୍ଷରେ 1,288 କୋଟି ଟଙ୍କା ରହିଥିଲା, ତାହାକୁ ବୃଦ୍ଧି କରି 2024-25 ନିମନ୍ତେ 3,742 କୋଟି ଟଙ୍କାର ବଜେଟରେ ବ୍ୟବସ୍ଥା କରାଯାଇଛି। ସୁଲଭ ଓ ନିଶ୍ଚିତ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଯୋଗାଇବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳ ପରିବହନ ଯୋଜନା ଅଧୀନରେ 1,085 କୋଟି ଟଙ୍କାର ପ୍ରସ୍ତାବିତ ବଜେଟ୍ ବ୍ୟୟବରାଦ ସହିତ ଗ୍ରାମାଞ୍ଚଳରେ ବସ୍ ସେବାର ପରିସରକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି 133ଟି ବ୍ଲକ ସ୍ତରୀୟ ମଡେଲ ବସ୍ ଷ୍ଟାଣ୍ଡର ବିକାଶ ପାଇଁ ପ୍ରାୟ 872 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଆଭ୍ୟନ୍ତରୀଣ ଜଳ ପରିବହନ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଜେଟିର ବିକାଶ ଓ ଉନ୍ନତୀକରଣ କରି ଯାତ୍ରୀ ପରିବହନ ସୁବିଧା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥି ନିମନ୍ତେ 80 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ସହରାଞ୍ଚଳ ପରିବହନ ବ୍ୟବସ୍ଥାର ଦୃଢ଼ୀକରଣ ନିମନ୍ତେ 200 କୋଟି ଟଙ୍କା ବ୍ୟୟବରାଦରେ ପ୍ରସ୍ତାବ ମଧ୍ୟ ରହିଛି। ବାଚସ୍ପତି ମହୋଦୟା, ବୈଦ୍ୟୁତିକ ଯାନ ପ୍ରତି ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଗାଡ଼ି କ୍ରୟ ନିମନ୍ତେ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ବୈଦ୍ୟୁତିକ ଯାନ ବ୍ୟବହାରକାରୀଙ୍କୁ ଆତ୍ମବିଶ୍ୱାସ ଦେବା ପାଇଁ ସାରା ରାଜ୍ୟରେ ଆବଶ୍ୟକୀୟ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ଏହା ବ୍ୟତୀତ ଆଭ୍ୟନ୍ତରୀଣ ଜଳ ପରିବହନ କ୍ଷେତ୍ରରେ ସୌରଚାଳିତ ବୋଟ୍ ଓ ଲଞ୍ଚ ବ୍ୟବହାର ଆରମ୍ଭ କରାଯିବ। ଚଳିତ ବର୍ଷ ଇଲେକ୍ଟ୍ରିକ୍ ମୋବିଲିଟି
ପାଇଁ 150 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ରାଜପଥର ବେଆଇନ ଭାବେ ଭାରୀ ମୋଟର ଯାନ ପାର୍କିଂ ଯୋଗୁଁ ହେଉଥିବା ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥ ନିକଟରେ ଟ୍ରକ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିପାଇଁ 280 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୁପ୍ରଶିକ୍ଷିତ ଓ ଉତ୍ତମ ଡ୍ରାଇଭର ସୃଷ୍ଟି କରିବା ଲକ୍ଷ୍ୟ ନେଇ ଯାଜପୁରର ଛତିଆ, ଗଞ୍ଜାମର ପାଲୁର, କେନ୍ଦୁଝର ଓ ସୁନ୍ଦରଗଡ଼ର ବଣାଇଠାରେ ଥିବା ଆଦର୍ଶ ଗାଡ଼ି ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସୁଭାଗ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଖାପାଖି 60,000 ଡ୍ରାଇଭରଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଏଥିପାଇଁ 60 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଟେକ୍ନୋଲୋଜି ଚାଳିତ ବ୍ୟବସ୍ଥା ମାଧ୍ୟମରେ ଆଶାୟୀ ଚାଳକଙ୍କର ଦକ୍ଷତା ପରୀକ୍ଷା ଏବଂ ଗାଡ଼ିର ଫିଟନେସ୍ ଟେଷ୍ଟ କରିବାକୁ ଯୋଜନା କରାଯାଇଛି। ରାଜ୍ୟରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଏବଂ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ଚଳିତ ବର୍ଷ 170 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦିଆଯାଇଛି। ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡ଼ିଶା। ମାନନୀୟ ବାଚସ୍ପତି ମହୋଦୟା, ରାଜ୍ୟର ସାମଗ୍ରିକ ପ୍ରଗତିରେ ଗ୍ରାମୀଣ ଓ ନଗର ଉନ୍ନୟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିକଶିତ ଓଡ଼ିଶାର ମାନ୍ୟତା ହାସଲ କରିବା ନିମନ୍ତେ ମୌଳିକ ସୁବିଧା ଓ ଅର୍ଥନୈତିକ ସୁଯୋଗର ସମାନ ଉପଲବ୍ଧତା ସହିତ ସାମଗ୍ରିକ ସନ୍ତୁଳିତ ବିକାଶ ସହ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆମକୁ ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ପଡ଼ିବ। ଗ୍ରାମୀଣ ବିକାଶର ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ବିକଶିତ ଗାଁ, ବିକଶିତ ଓଡ଼ିଶା ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛୁ। ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା ଯୋଗାଇବା ଏହି ଯୋଜନାର ଉଦ୍ଦେଶ୍ୟ। ଏହି ନୂତନ ଯୋଜନା ପାଇଁ ଚଳିତ ବର୍ଷ ବଜେଟରେ 1,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅପହଞ୍ଚ ଗ୍ରାମାଞ୍ଚଳରେ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଆଲୋକ ବ୍ୟବସ୍ଥା ପ୍ରଦାନ କରି ଗ୍ରାମୀଣ ଭିତ୍ତିଭୂମିକୁ ବୃଦ୍ଧି କରିବା ଏବଂ ଅକ୍ଷୟ ଶକ୍ତି ସମ୍ବଳ ବ୍ୟବହାର କରିବା ପାଇଁ ଆମେ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ସୌରଚାଳିତ ଷ୍ଟ୍ରିଟ୍ ଲାଇଟିଂ ସିଷ୍ଟମ ନାମକ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଏଥିପାଇଁ 2024-25 ଆର୍ଥିକ ବର୍ଷରେ 10 କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ଗ୍ରାମୀଣ ଅନୁଷ୍ଠାନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେ ପଞ୍ଚାୟତ ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ ଅଧିନିୟମ ପେସା ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ। ଗ୍ରାମ ପଞ୍ଚାୟତ ଅଧିନିୟମ ଅନୁଯାୟୀ ପଲ୍ଲୀ ସଭା ଓ ଗ୍ରାମ ସଭା ଗୁଡ଼ିକୁ ଅଧିକ ସକ୍ରିୟ କରିବା ନିମନ୍ତେ ନିୟମିତ ସଭାର ଆୟୋଜନ ମଧ୍ୟ କରାଯିବ। ବ୍ୟାପକ ସହରୀକରଣ ପାଇଁ ଉନ୍ନତି ଯୋଜନା ହେଉଛି ଆମର ପ୍ରମୁଖ ପଦକ୍ଷେପ। ଏହି ଯୋଜନା ଅଧୀନରେ ଆମେ ସମସ୍ତ ନାଗରିକଙ୍କର ଆବଶ୍ୟକତା ପୂରଣ କରୁଥିବା ସ୍ମାର୍ଟ ସିଟିର ବିକାଶ କରି ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବୁ। ଏଥିସହିତ ସହରାଞ୍ଚଳ ପରିଚାଳନା ଏବଂ ନାଗରିକ ସେବା ପାଇଁ ସ୍ମାର୍ଟ ସମାଧାନ ସୃଷ୍ଟି କରିବା ସହ ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ୱ ପ୍ରଦାନ କରିବୁ। ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆହ୍ୱାନର ମୁକାବିଲା ପାଇଁ ସହରୀ ନମନୀୟତା ବୃଦ୍ଧି କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ମଧ୍ୟ ଏହାର ଲକ୍ଷ୍ୟ। ମୁଁ ଏହି ଯୋଜନାରେ 606 କୋଟି ଟଙ୍କାର ବ୍ୟୟବରାଦ ରଖୁଛି। ଆମ ଅଞ୍ଚଳ ପରିବର୍ତ୍ତନର ମୂଳଦୁଆ ହେଉଛି ଏକ ଅତ୍ୟାଧୁନିକ ମେଟ୍ରୋ ରେଲ ବ୍ୟବସ୍ଥାର ବିକାଶ, ଯାହାର ଉଦ୍ଦେଶ୍ୟ ନିରବିଚ୍ଛିନ୍ନ, ଦକ୍ଷ ଏବଂ ସ୍ଥାୟୀ ସହରୀ ଗତିଶୀଳତା ସୃଷ୍ଟି କରିବା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ୍ ମାଧ୍ୟମରେ 6,256 କୋଟି ଟଙ୍କା ବ୍ୟୟରେ 2027 ଶେଷ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରୁ କଟକର ତ୍ରିଶୂଳିଆ ଛକକୁ ସଂଯୋଗ ସ୍ଥାପନ କରାଯିବ। ଏଥିପାଇଁ 2024-25 ଆର୍ଥିକ ବର୍ଷରେ 1,000 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଭିତ୍ତିଭୂମି ବିକାଶ ଆମର ଅଭିବୃଦ୍ଧି ଏବଂ ଅର୍ଥନୈତିକ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମେ ବଜେଟରେ ପୁଞ୍ଜି ବ୍ୟୟ ପାଇଁ 58,195 କୋଟି ଟଙ୍କାର ପର୍ଯ୍ୟାପ୍ତ ବ୍ୟୟବରାଦ କରୁଛୁ। ଏହା ଆମର ଉତ୍ପାଦକତା ଏବଂ ଦକ୍ଷତା ବୃଦ୍ଧି କରିବ ଏବଂ ଆନୁଷ୍ଠାନିକ ନିବେଶ ପ୍ରଭାବ ଦ୍ୱାରା ଆମେ ଏକାଧିକ ଗୁଣାତ୍ମକ ପ୍ରଭାବର ଲାଭ ଉଠାଇବୁ। ବାଚସ୍ପତି ମହୋଦୟ, ସଡ଼କ ହେଉଛି ପ୍ରଗତିର ପ୍ରତୀକ। ଆମେ ଆଗାମୀ 5 ବର୍ଷ ମଧ୍ୟରେ 75,000 କିଲୋମିଟର ରାସ୍ତା ନିର୍ମାଣ କରିବାର ଯୋଜନା ରଖିଛୁ। ଯେଉଁ ଅଞ୍ଚଳକୁ ସଡ଼କ ସଂଯୋଗ ନାହିଁ ସେହି ଅଞ୍ଚଳକୁ ପ୍ରାଥମିକତା ଦିଆଯିବ।
ଦୁର୍ଗମ ଅଞ୍ଚଳକୁ ସଡ଼କ ଯୋଗାଯୋଗର ଉନ୍ନତି ଆଣିବା ପାଇଁ ନଦୀ ଓ ଜଳାଶୟ ଉପରେ ନୂତନ ସେତୁ ନିର୍ମାଣ କରାଯିବ। ଆଦିବାସୀ ବସତିଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସଡ଼କ ଯୋଗାଯୋଗର ବ୍ୟବସ୍ଥା କରାଯିବ। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଆମେ ଗ୍ରାମାଞ୍ଚଳରେ ସଡ଼କ ନେଟୱାର୍କରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛୁ। ସଡ଼କ ଓ ସେତୁ ନିର୍ମାଣ ନିମନ୍ତେ 2024-25 ଆର୍ଥିକ ବର୍ଷରେ ମୁଁ 15,865 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ କରୁଛି, ଯେଉଁଥିରେ PWD ଗୁଡ଼ିକ ଓ ସେତୁ ପାଇଁ 6,180 କୋଟି ଟଙ୍କା ବ୍ୟୟ କରାଯାଇ 50ଟି ସେତୁ, 2ଟି ରେଳ ଓଭରବ୍ରିଜ ଏବଂ 15ଟି ଚେକ୍ ଡ୍ୟାମ୍ ଏବଂ 2,473 କିଲୋମିଟର ରାସ୍ତାର ଉନ୍ନତିକରଣ କରାଯିବାର ଯୋଜନା ରହିଛି। ଭାରତ ସରକାର ଆମକୁ କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ନିର୍ମାଣକୁ ତ୍ୱରାନ୍ୱିତ କରିବାର ସହଯୋଗ କରିବେ। ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ହ୍ରାସ ପାଇବ ଏବଂ ନୂତନ ଶିଳ୍ପପୁଞ୍ଜ ଗଢ଼ି ଉଠି ବିକାଶର ଏକ ନୂଆ ଯୁଗ ଆରମ୍ଭ କରିବା ସହ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବାଚସ୍ପତି ମହୋଦୟା, ଗ୍ରାମୀଣ ଯୋଗାଯୋଗ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବ୍ୟବଧାନକୁ ଦୂର କରିବ। ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗ୍ରାମ ଉନ୍ନୟନ ବିଭାଗର 2023-24ରେ ଥିବା ବ୍ୟୟ ବରାଦ 7,500 କୋଟି ଟଙ୍କାକୁ 26% ବୃଦ୍ଧି କରି ଚଳିତ ବର୍ଷ 9,456 କୋଟି ଟଙ୍କାର ବ୍ୟବସ୍ଥା ଗ୍ରହଣ କରାଯାଇଛି। 100ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟର ନିର୍ଦ୍ଦିଷ୍ଟ ଭାବରେ ବିପଦ ସଂକୁଳ ଜନଜାତି ବର୍ଗ PVTG ବସ୍ତିଗୁଡ଼ିକୁ ସର୍ବକାଳୀନ ଯୋଗାଯୋଗ ଯୋଗାଇବା ଆମ ପାଇଁ ଏକ ଆହ୍ୱାନ। ଏଥିପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ PM ଜନମନ ଯୋଜନାରେ 73ଟି PVTG ବସତିକୁ ସର୍ବକାଳୀନ ସଂଯୋଗ ଯୋଗାଇ ଦେବା ପାଇଁ ମୁଁ 2024-25 ଆର୍ଥିକ ବର୍ଷରେ 100 କୋଟି ଟଙ୍କା ପ୍ରସ୍ତାବ ଦେଉଛି। 2024-25 ଆର୍ଥିକ ବର୍ଷରେ 1,721 କିଲୋମିଟର ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ଲକ୍ଷ୍ୟ ରଖାଯାଇଛି, ଯେଉଁଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ 1,976 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥାରେ ପ୍ରସ୍ତାବ ଦେଉଛି। ଏହାଦ୍ୱାରା 20 ଲକ୍ଷ ଜନସଂଖ୍ୟା ବିଶିଷ୍ଟ 994ଟି ଜନବସତି ଉପକୃତ ହେବେ। ଗ୍ରାମୀଣ ଓଡ଼ିଶାରେ ଗୁଣାତ୍ମକ ସଡ଼କ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ମୁଁ 2024-25 ଆର୍ଥିକ ବର୍ଷରେ 3,300 କିଲୋମିଟର ନୂତନ ରାସ୍ତା ନିର୍ମାଣ ତଥା 2,000 କିଲୋମିଟର ବିଦ୍ୟମାନ ରାସ୍ତା ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ 3,190 କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଉଛି। ଏହାଦ୍ୱାରା 50,000 ଜନସଂଖ୍ୟା ବିଶିଷ୍ଟ 325ଟି ଜନବସତି ଉପକୃତ ହୋଇପାରିବେ। ଆଗାମୀ 5 ବର୍ଷ ମଧ୍ୟରେ ସେତୁ ବନ୍ଧନ ଯୋଜନାରେ ସାରା ରାଜ୍ୟରେ 500 RCC ସେତୁ ନିର୍ମାଣ କରାଯିବ। ଏଥିପାଇଁ 2024-25ରେ 100ଟି ନୂଆ ସେତୁ ନିର୍ମାଣ ଓ 350ଟି ନିର୍ମାଣାଧୀନ ସେତୁକୁ ସମ୍ପୂର୍ଣ୍ଣ କରିବା ପାଇଁ 1,990 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ରଖାଯାଇଛି। ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ଆମେ ରାଫ୍ ଫାଉଣ୍ଡେସନ ଥାଇ ଛୋଟ ସେତୁ ଉପରେ ଚେକ୍ ଡ୍ୟାମ୍, ବ୍ରିଜ କମ୍ ୱେୟାର ନିର୍ମାଣ ମାଧ୍ୟମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ମଧ୍ୟ ଦେଉଛୁ। ଏଥିପାଇଁ ବଜେଟରେ 88 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଦ୍ୱାରା ଝରଗୁଡ଼ିକର ଭିତର ଜଳ ସଂରକ୍ଷଣ ହେବା ସହ କ୍ଷୁଦ୍ର ଜଳସେଚନ, ପଶୁପକ୍ଷୀଙ୍କ ପାନୀୟ ଓ ଭୂତଳ ଜଳ ରିଚାର୍ଜିଂ ସୁନିଶ୍ଚିତ ହେବ। 2024-25ରେ କ୍ଷୁଦ୍ରରୁ ମଧ୍ୟମ ଆକାରର ଝରରେ 100ଟି ବ୍ରିଜ କମ୍ ୱେୟାର ପ୍ରକଳ୍ପ ନିର୍ମାଣ କରାଯିବ। ବାଚସ୍ପତି ମହୋଦୟା, ନୂତନ ସଡ଼କ ନିର୍ମାଣ ସହିତ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ 3,592 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଦ୍ୱାରା ରାସ୍ତାର କ୍ଷୟ ହାରକୁ କମାଇ ତାହାର ସ୍ଥାୟିତ୍ୱ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଯାନବାହନ ଚଳାଚଳ ଖର୍ଚ୍ଚ ହ୍ରାସ କରାଯାଇପାରିବ। ଏହା ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ରାଜ୍ୟରେ ରେଳ ଭିତ୍ତିଭୂମିର ଅଭିବୃଦ୍ଧି ନିମନ୍ତେ ଆମେ ସଂକଳ୍ପବଦ୍ଧ। ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଭଳି ରେଳବାଇ ସଂଯୋଗ ବିହୀନ ଜିଲ୍ଲାକୁ ପ୍ରାଥମିକତା ତାଲିକାରେ ରଖାଯାଇଛି। ଖୋର୍ଦ୍ଧା ରୋଡ୍, ବଲାଙ୍ଗୀର, ଗୋପାଳପୁର ରେଢ଼ାଖୋଲ ଭାୟା ଫୁଲବାଣୀ, ଜୟପୁର ନବରଙ୍ଗପୁର ଏବଂ ଜୟପୁର ମାଲକାନଗିରି ଭଳି
नूतन रेल लाइन प्रकल्प गुड़िक प्रमुख प्रकल्प जो राज्य बजेट रे मोट 600 कोटी टंकार व्यय बराद करा जायछि। भारत सरकार रेल मंत्रालय दाबी अनुजाई यही जमी अधिग्रहण एवं निर्माण खर्चर योगदान पर व्यवहार करा जिवो। ओडिशावासी उच्च आकांक्षा को पूरण करने उड़े देश की आम नागरिक उड़ान योजना सहित समतल दे चलित वर्ष विमान चलाचल क्षेत्र पर प्राय 372 कोटी टंकार व्यय बराद करा जायछि। बीजीएफ माध्यम केवल अंतरराज्य बा अंतरराज्य नुहे बरं दुबई बैंकॉक एवं सिंगापुर भली अंतर्जातीय गंतव्यस्थल को सेवा प्रदान करुवा अनेक एयरलाइंस ऑपरेटर को सहायता राशि जोगाई दिज्व। यह सहायता विमान यात्रा को सुलभ कर प्रस्तावित पांठि चलित वर्ष जयपुर और उत्कल विमान बंदर संप्रसारण तथा केन्दुझर रायसीमा गंजाम रंगईलुंडा संबलपुर जमादारपाली मयूरभंज दानबोस एवं अमरदा रोड एवं मालकानगिरी रे थिबा विभिन्न एयरस्ट्रिप उन्नतीकरण पर योजना है। बाचस्पति महोदया अर्थनीतिर मुख्य बाहक होउछि विद्युत शक्ति। राज्यर प्रत्येक उपभोक्ता गुणात्मक निर्भरयोग्य बिजुली एवं सबुज शक्ति जोगई देवा आम सरकार लक्ष्य।